ଯଦି ହେଲା ମାଛ କମିଗଲା ମାଛ କମିଗଲା 4-5 କିଲୋ ଆହୁରି ଆସିବାର ଥିଲା ଆହୁରି ଅଢ଼େଇଶହ ଖଣ୍ଡେ ଆସିଲେ ଭଲ ନେଇ ଦେଇ ଅଛି। ଆଚ୍ଛା ମେଇ ଫେଇ ଅଛି ଯେହେତୁ ଆମର ବହୁତ କୋଟିପତି ଲୋକ ତ ମେଇ ଫେଇ ଅଛି ଆମର ସବୁ ରଖିଛେ ମାନେ ପାର୍ସନାଲ ସମସ୍ତେ କିଲେ କିଲେ ଖାଇବୁ ଆଉ। ତ ହ୍ୟାଲୋ ସାଙ୍ଗମାନେ ପୁଣି ଥରେ ଦେଖାହେଲା ଆପଣଙ୍କ ସାଙ୍ଗରେ ପୁଣି ଥରେ ଭିଡ଼ିଓ ଆସିଗଲା। ବାକି ହଁ ମୁଁ କହୁଛି କିଛି କଥା ଅଛି ଆପଣଙ୍କ ସାଙ୍ଗରେ ଆଜି ମାନେ କହିବି କିଛି କଥା। ବାକି ପ୍ରଥମେ ଦେଖିଲି ମୁଁ ସେଇଠି ଅଛି ଟିକେ ଜମିକୁ ଆସିଥିଲି ହେଲା ଏଇଟା ଆମର ଜମି ନୁହେଁ ସେପଟେ ଅଛି ତ ଆସିଥିଲି ଟିକେ ମାନେ ବିଲକୁ ଘୁରିବା ପାଇଁ ଆସିଥିଲି। ଏଇଠି କିଛି ଗୋଟେ କଥା ଆପଣଙ୍କୁ କହୁଛି ଭିଡ଼ିଓ ତ ମୁଁ ଏଇଟା ଛାଡ଼ିନି ପାଖାପାଖି ଧରି ନିଅନ୍ତୁ 20 ଦିନ ହେଇଯିବ 20 ଦିନ ପାଖାପାଖି ହେଇଯିବ ମୁଁ ଭିଡ଼ିଓ ଅପଲୋଡ଼ ଆଜି କରିବି। ବାକି ମୁଁ ଆଗରୁ କିଛି ସର୍ଟସ୍ ବି ଅପଲୋଡ଼ କରିଥିଲି ଯେ କି ଆପଣମାନେ ନିହାତି ଦେଖିଥିବେ ଯଦି ନ ଦେଖିଥିବେ ତ ଦେଖିନେବେ ଯାଇକି କି କମେଡ଼ି ସର୍ଟସ୍ କିଛି ବନାଉଥିଲି କିଛି ଅପଲୋଡ଼ କରୁଥିଲେ। ବାକି ହଁ ଲଙ୍ଗ୍ ଭିଡ଼ିଓ ବନେଇବା ପାଇଁ ନା ମାନେ ସେମିତି ମୋତେ କିଛି ଠିକ୍ସେ ଗୋଟେ ପ୍ଲେସ୍ ନଥିଲା ଠିକ୍ ଅଛି। ଘର ପାଖରେ ରହିକି ଲଙ୍ଗ୍ ଭିଡ଼ିଓ ଅପଲୋଡ଼ କରିବାଟା ମାନେ ବେଶୀ ବଡ଼ କଥା ନୁହେଁ ହେଲେ ବି ମାନେ କରିହେବ। ବାକି ଯେମିତିକି ଆପଣମାନେ ଜାଣିଛନ୍ତି ମୋ ମା ଅଙ୍ଗନବାଡ଼ି ଟିଚର୍ ଅଛନ୍ତି ତ ଆମ ଘର ପାଖରେ ଆମର ମୋ ମାଆର ସେଣ୍ଟର୍ ନାହିଁ ତ ଆମ ମାନେ ଗାଁରେ ସେମିତି କିଛି ସରକାରୀ ଜାଗା ନାହିଁ ତ ଆମ ଘରେ ହେଉଛି ତ ଘରେ ହେବା ଫଳରେ ମୋତେ ଟିକେ ସେଇଟା ଅସୁବିଧା ହେଉଛି ନା ମାନେ ମୁଁ ଯେଉଁ ବ୍ଲଗ୍ଟା ବନେଇବି ପିଲାମାନେ ଅଛନ୍ତି ସମସ୍ତେ ତ ମୁଁ ବ୍ଲଗ୍ ବନେଇବି ମାଆକୁ ଆଣିପାରିବିନି ତ ସେ ପାଇଁ କିଛି ଅସୁବିଧା ନାହିଁ। ବାକି ଆଜି ପାଖରୁ ମୁଁ ଗୋଟେ ଚ୍ୟାଲେଞ୍ଜ ନେଇଛି ହେଲା ମାନେ ମୁଁ ନିଜ ଭିତରୁ ଟିକେ କିଛି ଇମ୍ପ୍ରୁଭ୍ କରିବା ପାଇଁ ଚେଷ୍ଟା କରୁଛି। ତ ମୁଁ ଗୋଟେ ଚ୍ୟାଲେଞ୍ଜ ନେଇଛି କ'ଣ ମୋ ହାତଟା ବଥା ହେଉଛି ଟିକେ ହଁ ମାନେ ହାତଟା ପୁରା ବଥା ହେଉଛି ହେଲା ମାନେ କ୍ୟାମେରା ଧରିକି ବନେଇବାକୁ ଟିକେ ହାତଟା ଟିକେ ବଥା ହେଉଛି କିଛି ଅସୁବିଧା ନାହିଁ। ବାକି ହଁ ମୁଁ ଆଜି କତରୁ ଗୋଟେ ଭାବିଛି କି 30 ଦିନ ମୁଁ ଚ୍ୟାଲେଞ୍ଜ ନେମି ଲଙ୍ଗ୍ ଭିଡ଼ିଓ ମୁଁ ପାର୍ ଡେ ମାନେ ଅପଲୋଡ଼ କରିମି। ଯଦି ଦେଖିଲି ମୋର କିଛି ମାନେ ଅସୁବିଧା ହଉ ନାହିଁ ତ ଆକୁ ମୁଁ ଏମିତି କଣ୍ଟିନ୍ୟୁ କରିବି ମାନେ କଣ୍ଟିନ୍ୟୁ ଡେଲି ବ୍ଲଗ୍ ଆସିବ ହେଲା। ବାକି କ'ଣ କହିଲେ ଯଦି ମାନେ ହଁ ଅତିରିକ୍ତ ଅସୁବିଧା ଅଛି ନହେଲେ ନହେବ ଆଜି ମାନେ ଅତିରିକ୍ତ କିଛି କାମ ପଡ଼ିଯାଇଛି ଘର ପାଖରେ ସେ ବି କିଛି ମୁଁ ମାନେ ସେ କ୍ଷେତ୍ରର ଯଦି ନ ବନେଇ ପାରେ ବାକି ମୁଁ ଚେଷ୍ଟା କରିବି ପୁରାପୁରି ନା ମୁଁ ମିଛ କହୁନାହିଁ କି ବାର କହିକି ମାନେ ଏମିତି ବି ଛାଡ଼ୁନାହିଁ। ଆଜି ପାଖରେ ଗୋଟେ ଚ୍ୟାଲେଞ୍ଜ ନେଇଛି ମୁଁ 30 ଦିନ ପାଇଁକି ତ 30 ଦିନ ମାନେ ଭିଡ଼ିଓ ଅପଲୋଡ଼ କରିବି ହେଲା। ବାକି ଆପଣମାନେ ଦେଖନ୍ତୁ ଆଜି ଖରା ମାନେ ବିଶ୍ୱାସ କରନ୍ତୁ ଖରା ହେଇଛି ମାନେ ମୁଁ ଲୁଚିକି ମାନେ ଗୋଟେ ସାଇଡ଼୍ରେ ବସି ଗୋଟେ ଛାଇ ହେଇଛି ଏପଟେ ଦେଖିଦିଅନ୍ତୁ ମାନେ ପୁରା ଅଲଗା ପ୍ରକାର ଖରା ହେଇଛି ଠିକ୍ ଅଛି। ତ ମୁଁ ଲୁଚିକି ବସିଛି କାହିଁକି ନା ଜାଣିଛନ୍ତି ଆପଣମାନେ ମୁଁ ଯେହେତୁ କଳା ମାନେ ଟିକେ ମୁହଁଟା କଳା ଅଛି ତ ଖରା ଯଦି ପୁରା ପଡ଼ିବ ମୋତେ ମାନେ ଲୋକମାନେ କେହି ଜାଣି ବି ପାରିବେନି ଆଉ ବେଳେ ଟର୍ଚ୍ଚ ମାରିବ ମୁଁ ହଇତ ମାନେ ଦେଖିଲେ ହଇତ ଜାଣିପାରିବେ କି ମାନେ ମୁଁ ଅଛି ନ ଅଛି ଗୋଟେ ଜାଗାରେ ଠିକ୍ ଅଛି। ବାକି ହଁ ଛାଡ଼ନ୍ତୁ ବାକି ମୁଁ ଏବେ ଅଛି ମୁଁ ଟିକେ ଘର ପାଖକୁ ଯିବି ଘର ପାଖକୁ ଯାଇକି ଆପଣମାନଙ୍କୁ ଦେଖିବି କ'ଣ ଚାଲିଛି ଘର ପାଖରେ ହେଲା। ବହୁତ ଦିନ ତ ବ୍ଲଗ୍ ଆସିଥିଲାନି ଆଜି ଅପଲୋଡ଼ ହବ ବ୍ଲଗ୍ଟା। ବାକି ମୁଁ ତ ବହୁତ ଖୁସି ହେଇଛି କାହିଁକିନା ମୁଁ କୋଟିପତି ହେଲି। ବାକି ସେଇଟା ମିଛ ମାନେ ଗୋଟେ ମଜାକଲି ଗୋଟେ କହୁଛି। ବାକି ହଁ ଆପଣମାନେ ନିହାତି ଦେଖନ୍ତୁ ଆକୁ କ'ଣ ହବ ମୁଁ ନିହାତି ଆପଣମାନଙ୍କୁ ଦେଖିବି। ବାକି ଯଦି ଚ୍ୟାନେଲରେ ପ୍ରଥମ ଥର ପାଇଁ ଆସିଛନ୍ତି ନିହାତି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ ଯେହେତୁ ମୁଁ ଆକୁ କୋଟିପତି ହେମି କରିଦିଅନ୍ତୁ। ମୁଁ ଗୋଟେ ମାନେ ମଜାକୁ ସିରିୟସଲି ନେବେ ନାହିଁ ମୁଁ ଗୋଟେ ମଜାକ କରୁଛି ତ ଆପଣମାନେ ନିହାତି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ ଯେହେତୁ ମୁଁ ଆକୁ ଭିଡ଼ିଓ ସବୁ ଅପଲୋଡ଼ କରିବି ଆପଣମାନଙ୍କ ପାଖକୁ ଚାଲିଯିବ ଆପଣମାନେ ଦେଖିବେ ନିହାତି ଆଉ ବହୁତ ମଜା କରିବେ ତାହେଲେ ଠିକ୍ ଅଛି। ତ ଏବେ ଯିବା ମୁଁ ଘରକୁ ଟିକେ ଯିବି ଏବେ ମୁଁ ଏଠି ଅଛି ବିଲରେ ପଳେଇଯିବା ଘରକୁ କାହିଁକିନା ଏଠି ବେଶୀ ଟାଇମ୍ ରହିପାରିବେନି। ହଁ ବାକି ଦେଖନ୍ତୁ କି ମାନେ ଧାନ ପାକିଗଲାନି କିଛି ଅଛି ଯେମିତିକି ଏଇଟା ଟିକେ ମାନେ ପାକି ନାହିଁ ଏ ବିଲର କିଛି ଅଛି ସେବାଟା ପାକିଗଲାନି ବହୁତ କିଛି ମାନେ ଧାନ ପାଚିଗଲାନି ତ ହେଇଯିବ ଆସ୍ତେ ଆସ୍ତେ ଗୋଟେ ମାସ ଭିତରେ ପ୍ରାୟ ସମସ୍ତଙ୍କର ଧାନ ପାଚିଯିବ। ତ ବାକି ଆମର ବି ଅଛି କିଛି ଜମି ଅଛି ପାକିଛି ଆଉ କିଛି ପାଚି ନାହିଁ ଧାନ। ତ ବର୍ତ୍ତମାନ ମୁଁ ଟିକେ ଘରକୁ ଯାଇ ଆପଣମାନଙ୍କୁ ଘରର ଦେଖାଉଛି କ'ଣ କେମିତି କ'ଣ ଚାଲିଛି। ମାଆ ବି ଘରେ ନାହାନ୍ତି ସେ ମିଟିଂ ହେଉଛି କାଆଡ଼େ ମାଆ ମିଟିଂ ଯାଇଛନ୍ତି ତ ଘରେ ନାହାନ୍ତି। ସୂର୍ଯ୍ୟ ବିଶ୍ୱାସ କରନ୍ତୁ କଳା କରିକି ମୋତେ ଆଜି ଛାଡ଼ିବ ପ୍ରବଳ ଖରା ହେଇଛି ବିଶ୍ୱାସ କରନ୍ତୁ ନାଇଁ କି ମୁଁ ଘର ପାଖକୁ ଯାଏ ତାପରେ ଦେଖିବି ଆପଣମାନଙ୍କୁ କ'ଣ ହେଉଛି ସେଠି କ'ଣ ମୁଁ ତାଡ଼ୁଛି କ'ଣ ଦେଖିବା ଗୋଟେ ଅଲଗା ପ୍ରକାର ଗୋଟେ ମଜା ହେବ ଆଉ ଚାଲନ୍ତୁ ଯିବା। ସୋ ଫ୍ରେଣ୍ଡସ୍ ବେଲରୁ ଆସିକି ମୁଁ ମାନେ ବାବା ଥିଲେ ବାବା ସାଙ୍ଗରେ ଯାଇକି ମାଛ ଆଣିତେ ଯାଇଥିଲି ବାବା ମୋତେ ମାଛ ଆଣି ଦେଇକି ସେ ବାଟ ଦେଇକି ପଳେଇଲେ ଥାନା ଛକ ତ ଦେଖିଲୁ ତ ଏମିତି କିଛି ମାଛଟା ଅଛି ମୁଁ ଦେଖେଇବି ମାଆ ଆସିବେ ହେଲା ଆଉ ଟିକେ ଖାଲି ପରେ ମାଆ ଆସି ପହଞ୍ଚିବେ ତାପରେ ମାଆ ଏଠି କେଳେଇବେ ନା ମାଛଟାକୁ ପୁରା ଆପଣମାନଙ୍କୁ ଭଲକି ଦେଖେଇବେ ଠିକ୍ ଅଛି। ବାକି ହଁ ଦେଖିଲନ୍ତୁ ହଁ ଆପଣମାନଙ୍କୁ ଗୋଟେ ଜିନିଷ ଦେଖିବାର ବାକି ଥିଲା ଏଇଟା ଦେଖନ୍ତୁ ଠିକ୍ ଅଛି। ଆଚ୍ଛା ଏଇ ଯେ ମେଇ ଛୁଆଟା ଦେଖୁଛନ୍ତି ନା ଏଟା ଗୋଟେ ହେଲା ଆଉ କାହିଁ ହେଲା ତାର କିଏ ଜାଣେ ମେଇ ଛୁଆ କାହିଁ ସବୁ ଜୁଆର କିଛି ଏତେ ଦିନ ପରେ ଭିଡ଼ିଓ ବନଉଛି କିଛି କହିବ ନା କିଛି କହିବେନି କେତେ ଖୁସି ଅଛୁ କୁହ? ହଁ ବସ୍ ଖାଲି ଖୁସି ଅଛ କାହିଁକି କିଛି କହିବନି ଖୁସି ଅଛ ହଉ ଛାଡ଼ ଏଇଠି ମାଛଟାକୁ ରଖିଦେଇକି
ଏଇ ଗୋଟେ କଢ଼ାଟାକୁ ଏଠୁ ରଖିଦେଇକି ତାପରେ ଯାଇ ପଳେଇବା ଏଇଟା ଥାଉ କାଳି ଥାଉ ବାକି ଆପଣମାନଙ୍କୁ ଦେଖଉଛି ଆମର ଆଉ ଦୁଇଟା ମେଇ ଚାଲେ ସେଇ ଯେ ଆମର ଯେଉଁ ବଡ଼ ମେଇଟାକୁ ଯେଉଁ ଦେଖିଥିଲି ନା ଆପଣମାନଙ୍କୁ ତାରି 3ଟା ଛୁଆ ହେଇଥିଲା ହେଇଗଲାଣି ମାସେ ପାଖାପାଖି ଗଲାଣି ଲଙ୍ଗ ଭିଡ଼ିଓ ବନାଇ ତ ସେଥିପାଇଁ ଦେଖିପାରୁ ନାହିଁ ଆଉ ଏଇଠି ଖେଳୁଛି ଦେଖିଲନ୍ତୁ ଏଇଠି ଓଇ এইটা হচ্ছে টিকে বড় এইটা বহুত গেলা দেখুন কিতা হব ମୁଁ ଖାଲି ଦେଖଉଛି ଆପଣଙ୍କୁ ଏଇଠି ଦେଖଉଛି এইটা ବହୁତ ଗେଲା ବାକି ଏଇଟା ଗୋଟେ ଦେଖିଲନ୍ତୁ ଏମିତି କିଛି ଅଛି 2 ଜଣ ବାକି ହଁ ମା ତ ଆସିନାହାନ୍ତି ମା ଆସିଲେ ଯାଇକି ଯାହା ମାଛ ଫାଛ କାଳେ ନେବ ଆପଣମାନଙ୍କୁ ଦେଖିବି ଠିକ୍ ଅଛି ବାକି ସେଠି ରହିଲେ ଦାଦୁକୁ ଦେଖି ସାରିଛି ଦେଖନ୍ତୁ ଏମିତି କିଛି ଘରଟା ଅଛି ଇଏ ଆମ ଘର ମାଲିକ ଆସିଗଲା ବାକି ଆପଣମାନଙ୍କୁ ଦେଖିବେ ହେଲା ମା ଆସନ୍ତୁ ତାପରେ ଦେଖିବେ ଆଉ ଘର କ'ଣ କ'ଣ ଅଛି ଯଦି ମୁଁ ଦେଖିପାରିବି ତ ଦେଖିବି ନହେଲେ ମା ଆସିଲେ ଯାହା ଦେଖିବି ଆଉ ତ ଫ୍ରେଣ୍ଡସ୍ ମାର୍ଗଶିର ମାସ ମାନେ ଷ୍ଟାର୍ଟ ହେଇଛି ଆଜି ହେଲା ଶୁକ୍ରବାର ନା ଆଜି ଶୁକ୍ରବାର ବାକି ପୁରା କାର୍ତ୍ତିକ ମାସଟା ଫୁଲ୍ ଆମର ମାନେ ପିଆଜ ରସୁଣ କିଛି ବି ହେଇନାହିଁ ଟୋଟାଲ୍ ପୁରା ପିଓର ନିରାମିଷ ଘରେ ହେଇଛି ମୁଁ ମାନୁଛି ମୁଁ ଖାଇ ଦେଇଥିଲି ବାହାର ବେଳା ବୋଧେ ଯାଇକି ଖାଇ ଦେଇଥିଲି ବିରିୟାନୀ ଏକା ଖାଇ ଦେଇଥିଲି ବାକି ଘର ପୁରା ପିଓର ନିରାମିଷ ହେଉଛି ହେଲା ତ ବହୁତ ଅସୁବିଧାର ଖିଆ ଦିଆହେଇଥିଲା ବାକି ସବୁଠୁ ବଡ଼ ଅସୁବିଧା ଦାଦୁକୁ ହେଇଥିଲା ତ କୁହ ତୁମେ କୁହ ମୁଁ ଆଉ କିଏ କହିବି ସେଇଟା ଲାଗି ଟିକେ ମାନେ ମୁହଁକୁ ଲାଗୁଥିଲା ଆଚ୍ଛା ଏ ସନ୍ତା ମାନେ ମାଛ ଫାଛ ଖାଇନା ମୁହଁଟା ଠିକ୍ ହେଇଯିବ ଆଚ୍ଛା ଆଉ ତ ପିଆଜ ରସୁଣ ଖାଇସାରିଲେଣି ଖାଇବାକୁ ଟିକେ ଭଲ ଲାଗୁଛି ହଁ ବାକି ମୁଁ କହିଦେଉଛି ହେଲା ଆମର ମାଛ କେବେ ଆସିଥିଲା ବୁଧବାର ଦିନ ନା ବୁଧବାର ଦିନ ମାଛ ଆସିଥିଲା ମଙ୍ଗଳବାର ଦିନ ପ୍ରାୟ ମାନେ କାଟିଥିଲା କାର୍ତ୍ତିକ ମାସଟା ତାପରେ ମାର୍ଗଶିର ମାସ ଷ୍ଟାର୍ଟ ହେଇଥିଲା ମୁଁ କହିପାରିବିନି ମୁଁ କିଛି ଜାଣିନି ବାକି ହଁ ବୁଧବାର ଦିନ ମାଛ ଆସିଥିଲା ଚିଙ୍ଗୁଡ଼ି ମାଛ ଆସିଥିଲା ଆଜି ବି ଚିଙ୍ଗୁଡ଼ି ମାଛ ହିଁ ଆସିଛି ବାକି ଆଜି କ'ଣ କ'ଣ ହେବ ମୁଁ ସେଟା ଦେଖିବି ସେଦିନ ଯାହା ହେଇଥିଲା ଆଜି ସେଇଆ କରତେ ଚେଷ୍ଟା କରିବି କାରଣ ସେଦିନ ଚିଙ୍ଗୁଡ଼ି ମାଛ ମାଲାଇକାରୀ ହେଇଥିଲା ଇଏ ଦେଇକି ନଡ଼ିଆ ଦେଇକି ତ ବହୁତ ବଢ଼ିଆ ଲାଗୁଥିଲା ସିରିୟସଲି ମାନେ ଅଲଗା ପ୍ରକାର ଗୋଟେ ହେଇଥିଲା ବାକି ତ ଚେଷ୍ଟା କରୁଛି ଆଜି ବି ସେ କାହାକୁ ମାଆକୁ କହିନି ସେଟା କରିଦେଇଥାଏ ବାକି ଅଲଗା କିଛି ଗୋଟେ ମାଛ ଆହୁରି ଗୋଟେ ଅଛି ମୁଁ ଜାଣିନି ମା ଆସୁ ଦେନେ ଯାହା ହେବ ଦେଖାଯିବ ଆଉ ବାକି ଏଠି ଦେଖିଲନ୍ତୁ ଖରାର ଚକଚକ କରୁଛି ନା ତୁମ ମଥାଟା ଚକଚକ କରୁଛି ଖରାର ମାଛ କମିଗଲା ମାଛ କମିଗଲା 4-5 କିଲୋ ଆହୁରି ଆସିବାର ଥିଲା ଆହୁରି 250 ଆସିଲେ ଭଲ ମେଇ ପେଇ ଅଛି ଆଚ୍ଛା ମେଇ ଫେଇ ଅଛି ଯେହେତୁ ଆମର ବହୁତ ପତି ଲୋକ ତ ମେଇ ଫେଇ ଅଛି ଆମର ସବୁ ରଖିଛେ ମାନେ ପାର୍ସନାଲ ସମସ୍ତେ କିଲେ ଖାଇବୁ ଆଉ ଏଇଠି ଦେଖନ୍ତୁ କିତା ହେଉଛି ତା ମା ସେଠି ରହିଲା କେତେ 300-400 ଖଣ୍ଡେ ମାଛ ହବ ପ୍ରାୟ ମୁଁ ଜାଣିନି ହେଲା ମାନେ ବାବା ସାଙ୍ଗରେ ଯାଇଥିଲି କିଛି ଇଏ ଥିଲା କିଛି ଚିଙ୍ଗୁଡ଼ି ମାଛ ଥିଲା ବାକି ଆଉ କିଛି ଅଲଗା କିଛି ଗୋଟେ ମାଛ ଥିଲା ହେଲା ଦୁଇଟା ସବୁ କାକୁ ମିଶେଇ ଦେଇକି ଏକାବେଳେ ଉଠେଇ ଆଣିଛି ଯାହା ଥିଲା 50 ଟଙ୍କାର ଟୋଟାଲ ହେଲା ସବୁ ଉଠେଇକି ପଳେଇଛି ବାକି ମା ତ ନାହିଁ ମା ଆସୁ ତାପରେ କେଳନି ହେବ ଦେଖିବି ଆପଣଙ୍କୁ ତ ଫ୍ରେଣ୍ଡସ୍ ମୁଁ ସେମାନେ ଟିକେ ଗୋଟେ ସାଇଡ଼୍ରେ ଯାଇ ବସିଥିଲି ମା କେତେବେଳେ ଆସିକି ମାଛ ପୁରା ଖେଳତେ ବସିନି ମୁଁ ଦେଖାଉଛି ଆପଣମାନଙ୍କୁ ଏଠି ଦେଖିଲନ୍ତୁ ମା କିଛି ଅଛି ଏମିତି କିଛି ଦେଖନ୍ତୁ ଚିଙ୍ଗୁଡ଼ିଟା ଅଛି ସେଦିନ ଯେଉଁ ଆଣିଥିଲେ ନା ସେ ଚିଙ୍ଗୁଡ଼ିଟା ଟିକେ ୟାଠୁ ବଡ଼ ଥିଲା ଆଜି ଏଇଟା ଟିକେ ଏଇଟା ସାରାଣ ଚିଙ୍ଗୁଡ଼ି ନା ସାରାଣ ମାଛ ଏଇଟା ନା ହଁ ତ ଏଇଟା ମାନେ ଟିକେ କମ୍ ମାନେ କଟିଆ ହେଇଛି ଆଉ କମ୍ ବି ଆଣା ହେଇଛି ବାକି ଏଠି ଦେଖିଲନ୍ତୁ ଏଇଟା ରହିଲା ଶିଳା ମାଛ ଏମିତି ରହିଲା ବାକି ହଁ ମା ଏଠିକି ଯାହା ଟିକେ ଦେଇ କହ ଏତେ ଦିନ ଯେ ଭିଡ଼ିଓଟା ବନେଇନି ଖୁସି ଅଛୁ ତ ତୁ ভিডিও ডেলি বনাবো ভিডিও ডেলি বନେଇବି ମା କହିଛି ମାନେ ଡେଲି ବନେଇଲେ ହବ ବାକି ଏଠି ଦେଖିଲନ୍ତୁ ଆମର ଏଠି ଏମାନେ ସବୁ ମେଇ ଏକା ସବୁ ଅଛନ୍ ଏ ନା ବିଲେଇ ଫିଲେଇ ମୋ ମୁହଁରୁ ଉଚ୍ଚାରଣ ହୁଏନି ହେଲା ମା ଖାଲି ଆସ୍ତେ କି କହିଦେଉଛି ମତେ କହୁଛି ବିଲେଇ କଥା ମୁଁ ବିଲେଇ ଏକା ମାନେ ମୋ ମୁହଁରୁ ମାନେ ଛୋଟବେଳ ଇଏ ନାହିଁ ତ ଅଭ୍ୟାସ ନାହିଁ ସେଇପାଇଁ କି ବାକି ଏଇଟା ଦେଖିଲନ୍ତୁ ଏଇ ଟିକେ ଯାହା ଆଇଁଷ ଫାଇଁଷ ଟିକେ ହେଉଛି ଆଇଁଷ ପ୍ରେମୀ ଆଚ୍ଛା এই ସବୁ ନାମ ସବୁ ମାନେ ସବୁ ଫରେନର ସବୁ ଆମେରିକାରୁ ସବୁ ଆସିছে ନାମ ଗା ସବୁ ଲୋଡିଂ ହେଇକି ଆସିଛି ୟାକୁ ଦେଖିଲନ୍ତୁ ୟାରେ କି ଦେଖନ୍ତୁ क्या रे भिक मंगिया ବାକି ହଁ ଆକୁ କ'ଣ ହେଉଛି ଆପଣମାନଙ୍କୁ ଦେଖାଉଛି ଆଉ ସୋ ଫ୍ରେଣ୍ଡସ୍ ମାନେ ବିଶ୍ୱାସ କରିପାରିବେନି ଏବେ ଯାଇ ଗାଧେଇକି ଆସିଲି
ତ ସେଠି ମା ତାର ରାନ୍ଧୁଥିଲେ ତାପରେ ବାବା ଆସିଲେ ମୁଁ ଆଉ ଯାଇନାହିଁ ସେଠି ଗୋଟେ କାମ ଥିଲା ମୋର କାମ କରୁଥିଲି ବର୍ତ୍ତମାନ ଯାଇ ଗାଧୋଇ ଆସିଲେ ଏତେ ଶୀତ ଲାଗୁଛି ବିଶ୍ୱାସ କରନ୍ତୁ ମୁଁ ତ ଗାଧେଇବିନି ବାରବାର ନା କହୁଛି ଖାଲି ମା ଗୋଟେ ବାଧ୍ୟ କରିକି ମୋତେ ଗାଧୋଇ ଆପଣ ବୁଝିପାରିବେନି ମାନେ 2-3ଟା ଲୋକ ନାହିଁ ଗାଧେଇକି ଥଣ୍ଡା ଦିନ ଗାଧେଇକି ଆଇସିୟୁରେ ପଡ଼ିଲେନି ଆମେ ତାକୁ ବୁଝେଇ ପାରିହେବନି ବାରବାର ନା କହୁଛି ଗାଧୋଇବେନି ବହୁତ ଜୋରସେ ଥଣ୍ଡା ଲାଗୁଛି କ'ଣ ଯେ ହେବ ବାକି ସେ କଥା ଛାଡ଼ନ୍ତୁ ମୁଁ ଏଠି ଦେଖନ୍ତୁ ଇଏ ସିଂହାସନ ଆସନ ପକେଇ ଦେଇଛି ଏଠି ହେଲା ବର୍ତ୍ତମାନ ମୁଁ ଯାଇକି ଟିକେ ବସିଯାଏ ଆଗେ ଯାଇକି ଖାଇତେ ବସିଯାଏ ମା ତାର ଏବେ ତାର ଆସିଲେ ତାର ଦେବେ ମୁଁ ଆପଣଙ୍କୁ ଦେଖିବି ଠିକ୍ ଅଛି ଆସନ୍ତୁ ମା ଫ୍ରେଣ୍ଡସ୍ ବର୍ତ୍ତମାନ ମା ଆସିକି ମୋତେ ଭାତ ଆଉ ତରକାରୀ ଦେଇ ସାରିଛନ୍ତି ଏଇଠି ଦେଖିଦେଉଛି ଆପଣଙ୍କୁ ଦେଖି ଦିଅନ୍ତୁ ଏଇଟା ରହିଲା ଭାତ ଏଇଟା ରହିଲା ଶିଳା ମାଛ ଯେଉଁ ସେଇଟା କ'ଣ କୁହାଯାଏ କ'ଣ ସବୁ ମୁଁ ଭୁଲିଯାଏ ସବୁ ଝାଳ ଦିଆ ହଁ ଶିଳା ମାଛ ଝାଳ ଦିଆ ଏଇଟା ଶିଳା ମାଛ ଝାଳ ଦିଆ ବାକି ଏଇଟା ରହିଲା ଆମର ଚିଙ୍ଗୁଡ଼ି ମାଛ ମାଲାଇକାରୀ ହେଲା ବଢ଼ିଆ ତ ଲାଗୁଛି ଦେଖତେ ବାକି ଖାଇକି କହୁଛି କେମିତି କିସ ହେଇଛି ବାକି କଲର୍ଟା ଦେଖି ମୋତେ ଟିକେ ଜଣାପଡ଼ୁଛି ସେଦିନ ଯେଉଁ ଭଳିଆ ହେଇଥିଲା ତାଠୁ ଟିକେ କମ୍ ହେଇଥିବ ବାକି ଖାଇବା ପରେ ଜଣାପଡ଼ିବ ଆପଣଙ୍କୁ ଖାଇକି ଦେଖାଉଛି ଠିକ୍ ଅଛି ଭାତଟା ଭାଇ ଗୋଳେଇ ଦେଇକି ତାପରେ ଏଇଟାକୁ ଟିକେ ଲେଇକି ଢାଳି ଦେବା ମାନେ ବିଶ୍ୱାସ କରିବେନି ଆମର ପୁରା ହାଇ ଫାଇ ଖାଦ୍ୟ ମାନେ ଅଲଗା ପ୍ରକାର ଖାଦ୍ୟ ଡେଲି ତ ମାନେ ଗୋଟେ ଅଲଗା ପ୍ରକାର ନୂଆ ସବୁ ଜିନିଷ ଆମର ଖିଆ ହୁଏ ବାକି ଏଠି ମା ଆସିଛି ଦେଖିଲେ ଏଠି ଆସିଛି ନେବୁ ଦେଇତେ ନେବୁ ମୁଁ ଜାଣେ ପ୍ରାୟ ଲୋକର ଖାଉଥିବେନି ଦାମିକା ଜିନିଷ ସବୁ ଆମର ଖିଆ ହୁଏ ନେବୁଟାକୁ ପୁରା ଚିପୁଡ଼ି ଦେବା ହେଲା ପୁରା ଚିପୁଡ଼ି ଦେଇଛି ନେବୁଟାକୁ ବର୍ତ୍ତମାନ ଖାଇବା ଏଟା ଗୋଳେଇ ଦେଇକି ପୁରା ଆରେ ଭାଇ ଗୋଟେ ଆଳୁ ଉଠେଇଲ ଆଳୁଟା ମସ୍ତ ହେଇଛି ଓହୋ ପୋଡ଼ିଗଲା ଖାଇବାନି ସାର୍ ମୋ ହାତ ଭାତ ଆଜି ପୋଡ଼ିଯିବ ସବୁ ଗରମ ହେଇଛି ହେଲା ସଙ୍ଗେ ହେଇଛି ବାକି ଆଉ ଗୋଟେ ଚିଙ୍ଗୁଡ଼ି ଉଠି ଆଣିବେ ଏକା ସାଙ୍ଗର ପାଟିକୁ ଚାଲିଯିବ ଦେନେ ଏତେ କୋଟିଏ ଚିଙ୍ଗୁଡ଼ି ସବୁ ପୋଡ଼ି ହେଇଛି ଚିଙ୍ଗୁଡ଼ି ଗରମ ଲାଗୁଛି ଗୋଟେ ଏଇଟା ଉଠେଇବା ଗରମ ହେଇଛି ବିଶ୍ୱାସ କରନ୍ତୁ ବହୁତ ଜୋର ଭଲ ହେଇଛି ବାକି ସେଦିନ ଟିକେ ଅତିରିକ୍ତ ଭଲ ଲାଗୁଲା ଚଳିବ କିନ୍ତୁ ବହୁତ ବଢ଼ିଆ ହେଇଛି ବାକି ସେଦିନ କାରକ ମେନ୍ ନାହିଁ କିଛି ଅସୁବିଧା ନାହିଁ ସବୁଦିନ ତରକାରୀ ଆଉ ଗୋଟେ ରକମ ତ ହେବନି ଏ ଚୁରଟା ଏଠି ଆସିକି ତାକୁ ଗଡ଼ ହେଇକି ଦେଖନ୍ତୁ ଭାଇ ଚୁର ବାକି ମୁଁ ଖାଇଦିଏ ଫଟାଫଟ ଝାଳ ଦିଆଟା ଟିକେ ଉପରେ ମସଲାଟା ଟିକେ ଟ୍ରାଏ କରିବା ବଢ଼ିଆ ହେଇଛି ବିଶ୍ୱାସ କରନ୍ତୁ ବାକି ଜାଣନ୍ତୁ ଆଜି ତ ଏରକମ କିଛି ଦେଖିଲେ ଏରକମ କିଛି ଥିଲା ବିକାଳକୁ ତ ଆଉ ବେଶୀ କିଛି ଦେଖିପାରିବେନି 4ଟା ବେଳକୁ ଦେଖିବା ଯଦି କିଛି ହେଇପାରିବ ତ ଦେଖିବି ନହେଲେ ଆଜିକା ପାଇଁ ଭିଡ଼ିଓକୁ ଏଇଠି ରଖିବା କାଲି ପାଖରେ କଣ୍ଟିନ୍ୟୁ ଭିଡ଼ିଓ ଆସିବ ହେଲା ପୁରା 30 ଦିନ ନିହାତି ଦେଖିବେ ନୂଆ ମାନେ ଡେଲି ନୂଆ କିଛି କରିବା ଆଜିକା ପାଇଁ ବିଦାୟ ଦିଅନ୍ତୁ ଜୟ ଜଗନ୍ନାଥ।